ଜୟ ଜଗନ୍ନାଥ ଆଉ ଏକ ନୂଆ ଭିଡ଼ିଓ ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ପିଲାମାନେ ଭଲରେ ଥିବେ। ତ ଯେମିତି ଦଶମ ଶ୍ରେଣୀର 10th କ୍ଲାସର ପିଲାମାନେ ଦେଖିପାରୁଥିବ ତମର ଇଂଲିଶର ପ୍ରଥମ ବିଷୟ ଯୋଉଟା ରହିଛି ତମର କ'ଣ ନା ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲର ପିଲାମାନେ କ୍ୱେଶ୍ଚନ୍ ଆନ୍ସର ଆମେ ଦେଖିବା। ଠିକ୍ ଅଛି। ପ୍ରଥମ କ୍ୱେଶ୍ଚନ୍ ଦେଖ, ମୁଁ ଷ୍ଟାର୍ଟିଂରୁ ତୁମମାନଙ୍କୁ ନେଇ ଆସିଛି। ଦେଖ କ୍ୱେଶ୍ଚନ୍ ସବୁ। ପ୍ରଥମ କ୍ୱେଶ୍ଚନ୍ କ'ଣ ରହିଛି ଦେଖ, ତୁମର 10th କ୍ଲାସର ଚାପ୍ଟର 1 ରହିଛି ଇଂଲିଶର, ଯୋଉଟା ରହିଛି ତମର ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବ୍ୟୁଟିଫୁଲ। ପିଲାମାନେ ଗୋଟେ ହିଁ ଭିଡ଼ିଓରେ ତମର ଯେତେ ବି କ୍ୱେଶ୍ଚନ୍ ରହିଛି ଅଲ୍ କ୍ୱେଶ୍ଚନ୍ ଆମେ ଡିସ୍କସ୍ କରିବା, କେହି ବି ମିସ୍ କରନି। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅଲ୍ରେ କ୍ଲିକ୍ କରି ସାଙ୍ଗମାନଙ୍କୁ ସେୟାର କର। ଦେଖ କ୍ୱେଶ୍ଚନ୍ ନମ୍ବର 1 ପିଲାମାନେ ତାର ଓଡ଼ିଆ ମିନିଂ ବି ନେଇ ଆସିଛି, ତ କେହି ବି ମିସ୍ କରନି। ହ୍ୱାଟ୍ ଡାଜ୍ ଦ ପୋଏଟ୍ ଥିଙ୍କ ଅଫ୍ ଅଲ୍ ଥିଙ୍ଗସ୍? କ'ଣ କହିଛନ୍ତି? ଓଡ଼ିଆ ମିନିଂ କ'ଣ ରହିଲା? ସମସ୍ତ ଜିନିଷ ସମ୍ପର୍କରେ କବି କ'ଣ ଭାବୁଛନ୍ତି? ପିଲାମାନେ ତମେ ଯଦି ଭଲସେ ବୁଝି ଯାଉଛ ଥରେ ତ ତମକୁ ଆନ୍ସର ଲେଖିବାକୁ କିଛି ବି ପ୍ରୋବ୍ଲେମ ହବନି। ଠିକ୍ ଅଛି। ହ୍ୱାଟ୍ ଡାଜ୍ ଦ ପୋଏଟ୍ ଥିଙ୍କ ଅଫ୍ ଅଲ୍ ଥିଙ୍ଗସ୍? କବି ସବୁ ଜିନିଷ ବିଷୟରେ କ'ଣ ଭାବିଛନ୍ତି? ଆନ୍ସର କ'ଣ ହେଲା ଦେଖ, ଦ ପୋଏଟ୍ ଥିଙ୍କ୍ସ that all things made by God are bright, beautiful, wise and wonderful। ଠିକ୍ ଅଛି ପିଲାମାନେ, ତମେ ଏତିକି ହିଁ ଲେଖିବାର ଅଛି। ତ ନେକ୍ସଟ ଦେଖିବା କ୍ୱେଶ୍ଚନ୍ ନମ୍ବର 2। କ'ଣ କହିଛି କ୍ୱେଶ୍ଚନ୍ ନମ୍ବର 2? ଦେଖ କ୍ୱେଶ୍ଚନ୍ ନମ୍ବର 2 ତମର କହିଛି କି ଗୋଟେ ମିନିଟ୍, why was made all things? who was made all these things? କିଏ ଏ ସମସ୍ତ ଜିନିଷକୁ ନିର୍ମାଣ କରିଛନ୍ତି? ତ ଆମେ ଜାଣିଛେ କିଏ ପିଲାମାନେ, the Lord God has made all these beautiful things। କିଏ? ଏହି ମହାନ ଭଗବାନ ଯିଏକି ସବୁ ଜିନିଷ ସବୁ ସୃଷ୍ଟି କରିଛନ୍ତି। ତ ନେକ୍ସଟ ଦେଖିବା, ନେକ୍ସଟ କ'ଣ କହିଛି କ୍ୱେଶ୍ଚନ୍ ନମ୍ବର 3, ଯୋଉଟା କହିଲା what are the little things mentioned in the poem? କ'ଣ କହିଲା କି କବିତାରେ ଉଲ୍ଲେଖ କରାଯାଇଥିବା କ୍ଷୁଦ୍ର ଜିନିଷ ଗୁଡ଼ିକ କ'ଣ? ଯୋଉ ଉକ୍ତ କବିତାରେ in this poem କୋଉ କୋଉ କ୍ଷୁଦ୍ର ଜିନିଷ ଗୁଡ଼ିକ ଉଲ୍ଲେଖ କରାଯାଇଛି? ଆନ୍ସର କ'ଣ ଦେଖ, the little things mentioned in the poem, ସବୁ ଛୋଟ ଛୋଟ ଜିନିଷ ଗୁଡ଼ିକ ଯାହାକି ବିଷୟରେ ମେନସନ ବା ଉଲ୍ଲେଖ କରାଯାଇଛି are the little flowers and the little birds। କେଉଁ କେଉଁ ଜିନିଷକୁ କ୍ଷୁଦ୍ର ବୋଲି କୁହାଯାଇଛି? ନା little flowers କ୍ଷୁଦ୍ର ଫୁଲ ଗୁଡ଼ିକ ଏବଂ the little birds ଏବଂ ସେଇ ଛୋଟ ଛୋଟ ସୁନ୍ଦର ପକ୍ଷୀ ଗୁଡ଼ିକ। ତ ନେକ୍ସଟ ଦେଖିବା, ନେକ୍ସଟ କ'ଣ କହିଲା କ୍ୱେଶ୍ଚନ୍ ନମ୍ବର 4, how does the poet describe the beautiful of flowers? ଓଡ଼ିଆ ମିନିଂ କ'ଣ ଦେଖ, କବି କିପରି ଫୁଲ ଗୁଡ଼ିକର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିଛନ୍ତି? କିପରି ପିଲାମାନେ? ଆନ୍ସର ହେଲା କି God has given glowing colors to the flowers। କ'ଣ କହିଲେ ଏଠି କବି? God has given the glowing colors to the flowers। God ସେମାନଙ୍କୁ ତାଙ୍କର glowing colors ଦେଇଛନ୍ତି। they look very beautiful when they open the and bloom। କ'ଣ କହିଛନ୍ତି? ଯେତେବେଳେ ସେମାନେ ତାଙ୍କର ପାଖୁଡ଼ାକୁ ଯେତେବେଳେ ଯୋଉ ବି ଫୁଲ ତାର ପାଖୁଡ଼ାକୁ ଖୋଲିଥାଏ ଏବଂ ସେ ବ୍ଲୁମ ହୋଇଥାଏ, ଭଲସେ ଫୁଟିଥାଏ, ସେତେବେଳେ ସେ କ'ଣ ହୁଏ ନା ଭେରି ବ୍ୟୁଟିଫୁଲ ଦେଖାଯାଏ। କ୍ୱେଶ୍ଚନ୍ ନମ୍ବର 5, how does the poet describe the little birds? କବି କିପରି ସେ କ୍ଷୁଦ୍ର ପକ୍ଷୀ ଗୁଡ଼ିକୁ ବର୍ଣ୍ଣନା କରିଛନ୍ତି? କିପରି ପିଲାମାନେ? God has created the little birds that sing sweetly, he has also given them tiny wings to fly। କବି କ'ଣ କହିବାକୁ ଚାହୁଁଛନ୍ତି ଭଲସେ ଦେଖ, କବି କହିବାକୁ ଚାହୁଁଛନ୍ତି କି God has created the little birds that sings sweetly। ସେ ସେଇ କ୍ଷୁଦ୍ର ପକ୍ଷୀ ଗୁଡ଼ିକୁ ବନେଇଛନ୍ତି ମଧୁର ଭାବରେ ସୁମଧୁର ଭାବରେ ଗାନ କରିବା ପାଇଁ। he has also given them tiny wings to fly। ସେମାନଙ୍କୁ ମଧ୍ୟ ସୁନ୍ଦର ଛୋଟ ଛୋଟ ଡେଣା ଦେଇଛନ୍ତି ଉଡ଼ିବା ପାଇଁ। ତ ନେକ୍ସଟ କ୍ୱେଶ୍ଚନ ଦେଖ, ନେକ୍ସଟ ଦେଲା କି ଦେଖ ତମର କ୍ୱେଶ୍ଚନ ନମ୍ବର 6, ଯୋଉଟା ଦେଲା how is the mountain described in the poem? ଓଡ଼ିଆ ମିନିଂ କ'ଣ ଦେଲା? କବିତାରେ ପର୍ବତ କିପରି ବର୍ଣ୍ଣିତ ହୋଇଛି? କିପରି ପିଲାମାନେ? ଆନ୍ସର, the mountain is described as the purple headed in the poem। ପୁରା purple headed mountain ମାନେ ମାଉଣ୍ଟେନ ଯୋଉ ଅଛି କବିତାରେ, ମାଉଣ୍ଟେନ କିପରି କୁହାଯାଇଛି? ତା ଉପର ଯୋଉ ଟପ୍ ଟାକୁ purple headed ବା purple headed ମତଲବ କି ଲୋହିତ ବ୍ଲୁ। ଠିକ୍ ଅଛି, ମାନେ ରେଡ୍ ବ୍ଲୁ। ଠିକ୍ ଅଛି, ଭଲସେ ମାନେ ବିଷୟଟି ପଢି ତ ବୁଝିଥିବ, ରେଡ୍ ବ୍ଲୁଇଶ। ଠିକ୍ ଅଛି, ଏଇଭଳିଆ କଲରରେ ସେ ଡିସ୍କ୍ରାଇବ କରିଛନ୍ତି। ତ ନେକ୍ସଟ ଦେଖ, ନେକ୍ସଟ ଦିଆହେଲା କ'ଣ ନା 7 ନମ୍ବର କ୍ୱେଶ୍ଚନ, why does it ଗୋଟେ ମିନିଟ୍ why does it appears so? ଓଡ଼ିଆ ମିନିଂ କ'ଣ ଦେଖ, କାହିଁକି ଏହା ଏପରି ଦେଖାଯାଏ? ଆନ୍ସର କ'ଣ, the rays of the setting sun make the top of the mountain look purple। କ'ଣ ପାଇଁ? the rays of the setting sun ମାନେ ସୂର୍ଯ୍ୟାସ୍ତର ଯୋଉ କିରଣ, rays of the setting sun to make the top of the mountain। এই ଯୋଉ ମାଉଣ୍ଟେନ ଟି ପିଲାମାନେ ରହିଛି, ମାଉଣ୍ଟେନର ଯୋଉ ଟପ୍ ଟାକୁ ଯେତେବେଳେ ସୂର୍ଯ୍ୟ ଯେତେବେଳେ ଅସ୍ତ ହଉଥାଏ, ଯୋଉ କିରଣ ସବୁ ପଡେ
ସୂର୍ଯ୍ୟ ଆମେ ଯେତେବେଳେ ଅସ୍ତ କେମିତି ଦେଖାଯାଏ? ଅରେଞ୍ଜ ଟାଇପର ଦେଖାଯାଏ। ପାହାଡ଼ କେମିତି ଥାଏ? ପାହାଡ଼ ଆମ ଦୂରରୁ ବ୍ଲାକ୍ ଟାଇପର ଦେଖାଯାଏ। ଯେତେବେଳେ ସେ ଯୋଉ ରେଡ୍ ଆଉ ବ୍ଲାକରେ ପଡେ ଆମକୁ ରେଡ୍ ମାନେ ଏଟା ତ ବ୍ଲାକ୍ କ୍ଲିୟର ବ୍ଲାକ୍ ଦେଖାଯାଏନି। ମେଘ ଯୁଗଟା ଆମକୁ କଣ ଦେଖାଯାଏ ନା ବ୍ଲୁ କଲରର ଦେଖାଯାଏ। ଆଉ ଏଠି ପଡିଲା କଣ ରେଡ୍ କଲର ତ ରେଡ୍ ବ୍ଲୁଇଶ ହେଇଗଲା ନା ପର୍ପଲ୍ କଲର ହେଇଗଲା। ମାଉଣ୍ଟେନ ଲୁକ୍ ପର୍ପଲ୍ ଠିକ ଅଛି। ତ ନେକ୍ସଟ ଦେଖିବା କ୍ୱେଶ୍ଚନ ନମ୍ବର 8 ହ୍ୱାଟ ବ୍ରାଇଟନେସ୍ ଅଫ୍ ଦ ସ୍କାଏ ଆକାଶକୁ କଣ ଉଜ୍ଜ୍ୱଳିତ କରିଥାଏ? କଣ ପିଲାମାନେ ଆନ୍ସର ଦ ମର୍ଣ୍ଣିଂ ସନରାଇଜ ଏଣ୍ଡ ଦ ଇଭିନିଂ ସନସେଟ ବ୍ରାଇଟେନ୍ ଅଫ୍ ଦ ସ୍କାଏ। ପିଲାମାନେ ଦେଖ ଆମକୁ ଦିନ 12ଟା ବେଳେ ଖରା ଆମକୁ କାହାକୁ ବି ଭଲ ଲାଗେ ନାହିଁ ଠିକ ଅଛି। କିନ୍ତୁ ସକାଳେ ଯୋଉ ସୂର୍ଯ୍ୟ ଉଦୟ ହୁଏ କେତେ ସୁନ୍ଦର ସେ ଖରାରେ ଆମେ ଜାଣିଛୁ ଭିଟାମିନ ଡି ମିଳେ। ତାପରେ ବି ଆମେ ସେ ସକାଳର ସୂର୍ଯ୍ୟକିରଣ ଦେଖିବାକୁ ଆମକୁ ଭଲ ଲାଗେ। ଏବଂ ସନ୍ଧ୍ୟା ବେଳେ ଯଦି କିଏ ଫାଙ୍କା ଏରିଆ କିମ୍ବା କୌଣସି ପଡିଆରେ ଥିବ କିମ୍ବା ପାହାଡିଆ ଏରିଆ ଯୋଉ ଥିବ ଦେଖିବୁ କେତେ ସୁନ୍ଦର ଯୋଉ ପ୍ରାକୃତିକ ଦୃଶ୍ୟ ସନସେଟ ର ସୂର୍ଯ୍ୟାସ୍ତର ବହୁତ ସୁନ୍ଦର ଯାହାକି ଆକାଶକୁ ବ୍ରାଇଟେନ କରେ। ବ୍ରାଇଟେନ ଅର୍ଥ ଉଜ୍ଜ୍ୱଳିତ ତ ନୁହେଁ ବାକି ବହୁତ ମନୋରମ ଦୃଶ୍ୟରେ କରିଦିଏ ଏବଂ ଆକାଶକୁ ଉଜ୍ଜ୍ୱଳିତ କରେ ତାର ସେ ଯୋଉ ନାଲି କିରଣରେ ଠିକ ଅଛି। କ୍ୱେଶ୍ଚନ ନମ୍ବର 9 ହାଉ ଡାଜ ଦ ସ୍କାଏ ଲୁକ୍ ଡ୍ୟୁରିଂ ସନସେଟ ସୂର୍ଯ୍ୟାସ୍ତ ସମୟରେ ଆକାଶ କିପରି ଦେଖାଯାଏ? କିପରି ପିଲାମାନେ ଦେଖ ସମସ୍ତେ ଜାଣିଛ କିପରି ଦେଖାଯାଏ? କିପରି ଦେଖ ଆନ୍ସର ଦେଖିବା। ଆନ୍ସର ଦେଲା କଣ ଦ ସ୍କାଏ ଲୁକ୍ସ ଭେରି ବ୍ରାଇଟ ଆଣ୍ଡ ବ୍ୟୁଟିଫୁଲ ଡ୍ୟୁରିଂ ଦ ସନସେଟ। ଯେମିତି ମୁଁ କହିଲି ସୂର୍ଯ୍ୟାସ୍ତ ସମୟରେ ଆକାଶ ଭେରି ବ୍ୟୁଟିଫୁଲ ଦେଖାଯାଏ ଡ୍ୟୁରିଂ ଦ ସନସେଟ। କ୍ୱେଶ୍ଚନ ନମ୍ବର 10 ଦେଖିବା ହୁଇଚ ଆର୍ ଦ ଟୁ ସିଜନ୍ସ ମେନସନ୍ଡ ଇନ ଦି ପୋଏମ କେଉଁ ଦୁଇଟି ଋତୁ ମେନସନ କରାଯାଇଛି ପୋଏମରେ? ଓଡିଆ ମିନିଂ କଣ କହିଛି କେଉଁ ଋତୁ ଦୁଇଟି କବିତାରେ ଉଲ୍ଲେଖିତ କରାଯାଇଛି? କେଉଁ ଦୁଇଟି ପିଲାମାନେ ଦ ଟୁ ସିଜନ୍ସ ମେନସନ୍ଡ ଇନ ଦି ପୋଏମ ଆର୍ ଦ କୋଲ୍ଡ ୱିଣ୍ଟର ଏଣ୍ଡ ଦ ପ୍ଲିଜେଣ୍ଟ। ପିଲାମାନେ ଦେଖ ମୁଁ ଓଡିଆରେ କାହିଁ ମିନିଂ କହୁଛି ଦେଖ ତମେ ଯଦି ଓଡିଆରେ ମିନିଂ ଭଲସେ ବୁଝିଯିବ ନା ତ ତମକୁ ଇଂଲିଶରେ ଆନ୍ସର ନିଜେ ହିଁ ଭାବିକି ତାର ଯିଏ କବିତାକୁ ଭଲସେ ପୋଏମକୁ ଭଲସେ ପଢିଥିବ ସେ ଥରେ ଯଦି ଓଡିଆ ମିନିଂ ଭଲସେ ପଢି ନଉଛି ଦେନ୍ ତା ମନରେ ଆନ୍ସରଟି ପଳେଇ ଆସିଥିବ। ଆଉ ତମେ ଯାହା ବି ମୁଁ ଇଂଲିଶରେ ତମକୁ ଦଉଛି ଯୋଉମାନେ ବି କରିପାରୁନ ଇଂଲିଶ ଟ୍ରାନ୍ସଲେଟ କରିପାରୁନ ତମେ ଆକୁ ଥରେ ହିଁ ପଢିଦେଲେ ତମ ମନରେ ଆସିଗଲା ଆନ୍ସର ବି ଆସିଗଲା ଟ୍ରାନ୍ସଲେଟ ବି ଆସିଗଲା। ବହୁତ ଇଜି ୱାର୍ଡରେ ଲେଖା ହେଇଛି ତ ତମକୁ କିଛି ବି ପ୍ରୋବ୍ଲେମ ହବନି। ଆଉ ନେକ୍ସଟ ଟାଇମ ତମେ ଡାଇରେକ୍ଟ ଯିଏ କ୍ୱେଶ୍ଚନ ପଚାରିବ କିମ୍ବା ଏକ୍ସାମ କ୍ୱେଶ୍ଚନ ଆସିଲେ ତମେ ଡାଇରେକ୍ଟଲି କରିପାରିବ। କ୍ୱେଶ୍ଚନ ନମ୍ବର 11 ପିଲାମାନେ ଭିଡିଓ ଲାଇକ୍ କରିନ ଠିକ ଅଛି। କେହି ଭିଡିଓ ଲାଇକ୍ କରିନ ଜଲ୍ଦି ଭିଡିଓ ଲାଇକ୍ କରିନିଅ। 11 ନମ୍ବର ହ୍ୱାଇ ଡାଜ ଦ ପୋଏଟ ଗୋଟେ ମିନିଟ କନସିଡର ଦ ସମର ସନ୍ ପ୍ଲିଜେଣ୍ଟ। ଓଡିଆ ମିନିଂ କଣ ଦେଲା କି ଗ୍ରୀଷ୍ମକାଳୀନ ସୂର୍ଯ୍ୟଙ୍କୁ କାହିଁକି କବିଙ୍କୁ ଆନନ୍ଦଦାୟକ ବୋଲି ବିଚାରିଛନ୍ତି? ଆମେ ଭାବୁଥିବା କି ଆମକୁ ତ ଖରା ଦିନିଆ ଯୋଉ ଗ୍ରୀଷ୍ମ କାଳରେ ଯୋଉ ଖରା ଆମକୁ ବହୁତ କାଟୁଛି ମାନେ ବହୁତ ସେତେ ଭଲ ଲାଗୁନି ତାଙ୍କୁ କାହିଁକି ଏତେ ଆନନ୍ଦ ଲାଗୁଛି? ଆନ୍ସର ଦ ଇନ ଦ କୋଲ୍ଡ କଣ୍ଟ୍ରିଜ ଲାଇକ ଇଂଲଣ୍ଡ ଦ ସମର ସନ୍ brings warmth and comfort that's his why the poet finds it pleasant। କଣ କୁହାହେଲା କାରଣ କବି କୋଉଠି ବିଲଙ୍ଗ କରନ୍ତି? କବି ବିଲଙ୍ଗ କରନ୍ତି ଫରେନ୍ କଣ୍ଟ୍ରି ଲାଇକ କୋଲ୍ଡ କଣ୍ଟ୍ରିଜ ଇଂଲଣ୍ଡ ରୁ ମାନେ ସେ ବିଲଙ୍ଗସ କରନ୍ତି। ତ ସେଠିକାର କଣ ହଉଛି ଯେହେତୁ ସେଟା କୋଲ୍ଡ କଣ୍ଟ୍ରି ଯୋଉଠି କୋଲ୍ଡ କଣ୍ଟ୍ରି ଲାଇକ ତମେ ଯଦି କୌଣସି ପୁରା ଥଣ୍ଡା ଏରିଆରେ କାଶ୍ମୀରରେ ଥିବ ସେଠି ଯଦି ସୂର୍ଯ୍ୟ କିରଣ ପଡିବ ତମ ଉପରେ ତମକୁ କେମିତି ଲାଗିବ? ତମକୁ ଆନନ୍ଦଦାୟକ ଲାଗିବ। ଠିକ ସେଇଭଳି ଯେହେତୁ ସେ କୋଲ୍ଡ କଣ୍ଟ୍ରି ଇଂଲଣ୍ଡ ରୁ ବିଲଙ୍ଗ କରନ୍ତି ସମର ସନ୍ ବ୍ରିଙ୍ଗସ୍ ୱାର୍ଥ ଆଣ୍ଡ କମ୍ଫର୍ଟ ଦ୍ୟାଟ୍ସ ୱାଇ ତାଙ୍କୁ ସେଥିପାଇଁ ବହୁତ ସମର ସନ୍ କଣ କରେ ଉଷୁମ ଏବଂ ଆରାମ ପ୍ରଦାନ କରେ। ଦ୍ୟାଟ୍ସ ୱାଇ ଏହା ହେଉଛି କାରଣ ଦ ପୋଏଟ ଫାଇଣ୍ଡସ୍ ଦ ପ୍ଲିଜେଣ୍ଟ ତେଣୁ ସେ କଣ କରୁଛନ୍ତି ନା ସେ ସେଇ ଗ୍ରୀଷ୍ମକାଳୀନ ଖରାରୁ ନିଜକୁ ଆନନ୍ଦ ମାନେ ନିଜର ଆନନ୍ଦକୁ ପାଇ ପାରିଛନ୍ତି। କ୍ୱେଶ୍ଚନ ନମ୍ବର 12 ଦେଖିବା। କ୍ୱେଶ୍ଚନ ନମ୍ବର 12ଟି କଣ କହିଲା ଦେଖ ହ୍ୱାଟ ଡୁ वी एंजॉय ग्रीनवुड। ଓଡିଆ ମିନିଂ କଣ କହିଲା ଆମେ ସବୁଜ ଅରଣ୍ୟରେ କଣ ଉପଭୋଗ କରୁ? ଆନ୍ସର वी एंजॉयिंग लुकिंग ऑल द टॉल ट्रीज इन द ग्रीनवुड। କଣ କହିଲା वी एंजॉय लुकिंग ऑल द टॉल ट्रीज ଯେତେ ବି ସବୁ ଲମ୍ବା ଗଛ ସବୁ ରହିଛି ଠିକ ଅଛି ସବୁ କଣ ନା ଗ୍ରୀନଉଡ ସବୁଜ ସବୁଜ ଦେଖାଯାଉଛି। କ୍ୱେଶ୍ଚନ ନମ୍ବର 13 ହାଉ ଆର୍ ଦ ମିଡୋଜ ୟୁଜଫୁଲ ଫର ଆଜ୍। ଘନ ତୃଣଭୂମି ଗୁଡିକ ଆମ ପାଇଁ କିପରି ଉପଯୋଗୀ? ପିଲାମାନେ ଏଟା ତ ପୁରା ଶୁଦ୍ଧ ଓଡିଆ ଗଲା ଆମେ ବୁଝିପାରୁନଥିବା। ହାଉ ଆର୍ ଦ ମିଡୋଜ ୟୁଜଫୁଲ ସେ ଯୋଉ ଛୋଟ ଛୋଟ ଘାସ ଗୁଡିକ ଆମମାନଙ୍କ ପାଇଁ କିପରି ଉପଯୋଗୀ ଠିକ ଅଛି। ଦେଖିଥିବ ତମେ ଯଦି ଖୋଲା ପଡିଆ ଥିବ ସ୍କୁଲ ପଡିଆ ଯୋଉଟା ଆମେ ଖେଳିବାକୁ ଯାଉଛୁ କ୍ରିକେଟ ଖେଳିବାକୁ ଯୋଉମାନେ କ୍ରିକେଟ ଲଭର ଯୋଉମାନେ କ୍ରିକେଟ ଖେଳିବାକୁ ଯାଉଥିବ ଦେଖି ତ ପଡିଆରେ ଏମିତି ଚାରିପାଖରେ ଗଛ ଥିବ ତା ସାଙ୍ଗରେ ସବୁ ଛୋଟ 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 ମାନେ ସବୁଜ ଘାସ ଥିବ ଯାହା ଉପରେ କି ଆମେ ଫିଲ୍ଡ ବନେଇକି ଖେଳୁ ଠିକ ଅଛି। ଦେଖ ମିଡୋଜ ଆର୍ ଅପନ ଗ୍ରୀନ ଫିଲ୍ଡସ୍ where we can play different games। ମୁଁ ଯେମିତି କହିଲି ଯଦି ସେ ପଡିଆ ଯଦି ପୁରା ଅଠିଲା ମାଟି କିମ୍ବା ପୁରା ମାଟିରେ ହେଇଥାନ୍ତା ଆମକୁ ଖେଳିବା ପାଇଁ ମଜା ଲାଗିନଥାନ୍ତା। ଆଉ ସେଠି ଯୋଉ ଆମେ ଯେମିତି ଲାଇକ ତମେ ପାର୍କ କୁ ଯାଉଛ କଣ ଦେଖୁଛ ଯଦି ଗୋଟେ ପାର୍କ କୁ ଯାଉଛ ତମେ ପାର୍କ ଦେଖୁଛ କଣ ପୁରା ସବୁଜିମା ପଡିଆ ଚାରିଆଡେ ମଝିରେ ଏମିତି ରାସ୍ତା ହେଇଥିବ ଆଉ ଚେୟାର ବଗେରା ପଡିଥିବ ଗୋଟେ ଭଲ ଫିଲ୍ ଆସେ ସେଠି ଠିକ ଅଛି। ଠିକ ସେଇଭଳିଆ ମିଡୋଜ ଆର୍ ଓପନ ଗ୍ରୀନ ଫିଲ୍ଡସ୍ ଗୋଟେ ପୁରା ଖୋଲା ସବୁଜ ପଡିଆ ଯେଉଁଠାରେ ଆମେ କଣ କରୁ ଡିଫରେଣ୍ଟ କାଇଣ୍ଡସ ଅଫ ଗେମ୍ସ ପ୍ଲେ କରୁ ଠିକ ଅଛି। ତ ନେକ୍ସଟ ଦେଖିବା 14 ନମ୍ବର କ୍ୱେଶ୍ଚନ
where do rushes grow? କଣ ଅଛି ନଳ ତୃଣ ଗୁଡିକ କେଉଁଠାରେ ବଢିଥାନ୍ତି? ତ ରସେସ୍ ର ମାନେ ଜାଣିଥିବ ଯୋଉ ନଈ ବହିଯାଏ, ନଈ ବହିଗଲା ସାଇଡରେ ଯୋଉ ଛୋଟ ଛୋଟ ଗୁଳ୍ମ ଗୁଡିକ ନଥାନ୍ତି, ଛୋଟ ଛୋଟ ଗୁଳ୍ମ ଗୁଡିକ ଯୋଉଥିରେ କି ଯୋଉ ଛୋଟ ଛୋଟ ଗୁଳ୍ମ ଗୁଡିକୁ ୟୁଜ କରାଯାଏ, ତ ଏଟା କେଉଁଠାରେ ବଢିଥାନ୍ତି? ରସେସ୍ ଆର୍ ଦ ପ୍ଲାଣ୍ଟସ୍ that grow near the water। ତ ମୁଁ କହିଲି ଏଟା ସେଇ ଯୋଉ ନଈ ଯୋଉ ବହି ଯାଉଥାଏ, ନଈ କିମ୍ବା ନାଳ ବହି ଯାଉଥାଏ, ଦେଖିବ ସେଇ ନଈ ନାଳ କଡରେ ଏ ସବୁ ଛୋଟ ଛୋଟ ତୃଣ ଗୁଡିକ ବଢିଥାନ୍ତି। ନେକ୍ସଟ 15 ନମ୍ବର କ୍ୱେଶ୍ଚନ ଦେଖିବା, why do people gather rushes? ଲୋକମାନେ ନଳ ତୃଣ ଗୁଡିକ କାହିଁକି ସଂଗ୍ରହ କରନ୍ତି? people gather rushes to make useful things like mats and baskets। ଦେଖିବ ଯୋଉ ଆଗରୁ ଆସିଥାଏ ହେସ ମସିଣା, ଗାଁ ଏରିଆରେ ଦେଖିବ ହେସ ମସିଣା ବୋଲି କୁହାଯାଉଥାଏ, ସେ ସବୁ ଛୋଟ ଛୋଟ ତୃଣ ଗୁଡିକରୁ ହିଁ ବନା ଯାଇଥାଏ। ଠିକ ଅଛି, ତ ନେକ୍ସଟ ଦେଖିବା 16 ନମ୍ବର କ୍ୱେଶ୍ଚନ, ପିଲାଙ୍କର 18 ନମ୍ବର ଯାଇ ଅଛି। 16 ନମ୍ବର ଦେଖିବା କଣ ଦେଲା କି, why has God given us eyes? ଭଗବାନ ଆମକୁ ଆଖି କାହିଁକି ଦେଇଛନ୍ତି? ପିଲାମାନେ ଦେଖ, ଆଖି ତ ଆମକୁ ଦେଇନାହାନ୍ତି କେବଳ ଆଇପିଏଲ ଦେଖିବା ପାଇଁ କିମ୍ବା ଇନଷ୍ଟାଗ୍ରାମରେ ରିଲ୍ସ ଦେଖିବା ପାଇଁ। କବି କଣ ବର୍ଣ୍ଣନା କରୁଛନ୍ତି? କବି ଯାହା ବର୍ଣ୍ଣନା କରୁଛନ୍ତି ଆମେ ଏଠି ସେୟା ହିଁ ଲେଖିବା। God has given us eyes so we can see and enjoy his all beautiful things and creation। ପିଲାମାନେ ତମେ ଏଉଠି ଏଡ୍ କରିପାରିବ, ଠିକ ଅଛି, see and enjoy his all beautiful things and beautiful creations। ଠିକ ଅଛି, তুমি ଏତିକି ଲେଖିପାରିବ, ନହେଲେ ମୁଁ ଯେମିତି କହିଲି ସେମିତି ବି ଲେଖିପାରିବ। ନେକ୍ସଟ ଦେଖିବା 17 ନମ୍ବର କ୍ୱେଶ୍ଚନ, what should our lips tell? ଭଗବାନ ଆମକୁ କଣ ଦେଇଛନ୍ତି, କଣ ପାଇଁ ଅର୍ଥ ଦେଇଛନ୍ତି? ତମେ ମାନେ ଭାବୁଛ ବହୁତ କିଛି ଭାବି ନଉଥିବ, ଭଗବାନ ଆମକୁ ସେ ପାଇଁ ଅର୍ଥ ଦେଇନାହାନ୍ତି। ଭଗବାନ କବି କଣ ବର୍ଣ୍ଣନା କରୁଛନ୍ତି ଦେଖ, କବି ବର୍ଣ୍ଣନା କରୁଛନ୍ତି କି our lips should praise to God and tell others how great he is। ଭଗବାନ କହିବାକୁ ଚାହୁଁଛନ୍ତି ଯେ ମୁଁ ତମମାନଙ୍କୁ ଏସବୁ ଦେଇଛି, ତମମାନେ କୁହ କି ଭଗବାନ କେତେ ମହାନ। କେବଳ ତମମାନେ ମତେ ପ୍ରାର୍ଥନା କରନି, ତମମାନେ ସମସ୍ତଙ୍କ ପାଖରେ ଯାଇ ମୋର ପ୍ରେଜ କୁ ମୋର ଗାରିମାକୁ ବର୍ଣ୍ଣନା କର। ସମସ୍ତଙ୍କୁ ଯାଇ କୁହ କି ଆମକୁ ଭଗବାନ ଏସବୁ ଦେଇଛନ୍ତି, ଆମେ ଭଗବାନଙ୍କୁ ପୂଜା କରିବୁ, କିନ୍ତୁ ତମମାନେ ପାଟି ଆଉ ଓଠର ଗଲତ ଇସ୍ତେମାଲ କରୁଛ। ଠିକ ଅଛି, କ୍ୱେଶ୍ଚନ ନମ୍ବର 18, ହାଉ ଡାଜ ଦ ପୋଏଟ ଡିସ୍କ୍ରାଇବ୍ସ ଗଡ? କେମିତି ପୋଏଟ କେମିତି ଗଡ୍ କୁ ଡିସ୍କ୍ରାଇବ କରିଛନ୍ତି? ଦ ପୋଏଟ ଡିସ୍କ୍ରାଇବ୍ସ ଗଡ ଆଜ ଦ ଆଲମାଇଟି ହୁ ହେଜ ମେଡ୍ ଅଲ୍ ଥିଙ୍ଗସ ୱେଲ୍। କବି ଭଗବାନଙ୍କୁ ଏମିତି ଡିସ୍କ୍ରାଇବ କରୁଛନ୍ତି, ଏମିତି ବର୍ଣ୍ଣନା କରିଛନ୍ତି କି ଭଗବାନ ହଉଛନ୍ତି ସର୍ବଶକ୍ତିମାନ। ଅଲମାଇଟି ମାନେ କଣ? ସୁପର ଶକ୍ତିମାନ। ତମେ ଯେଟା କହୁଛ କି ଆଇରନ ମ୍ୟାନ ଭାବନି, ଠିକ ଅଛି, ସେ ଆଇରନ ମ୍ୟାନ ନୁହନ୍ତି, ତାଙ୍କଠୁ ମଧ୍ୟ ବହୁତ ପାୱାରଫୁଲ। ଠିକ ଅଛି, ସର୍ବଶକ୍ତିମାନ ଅଲମାଇଟି। ହୁ ହେଜ ମେଡ୍ ଅଲ୍ ଥିଙ୍ଗସ ୱେଲ୍, ଯେ କି ଏ ସବୁ ସୁନ୍ଦର ସାରା ଜଗତକୁ ବହୁତ ଭଲ ଭାବରେ ଗଢିଛନ୍ତି। ତ ପିଲାମାନେ ଆଇ ଥିଙ୍କ ସମସ୍ତେ ବହୁତ ଭଲସେ ବୁଝିପାରୁଥିବ। ମୁଁ ଯୋଉ ବି ଓଡିଆରେ ଲେଖି ଆଣିଛି, ଓଡିଆରେ ତମମାନଙ୍କୁ ପିଡିଏଫ ଦରକାର ଯଦି ପିଡିଏଫ ପାଇଯିବ, ନହେଲେ ତମେ ଭିଡିଓକୁ ପଜ କରି ଆଉ ଥରେ ଦେଖି ମଧ୍ୟ ପାରିବ। ଯାହା ବି ଇଂଲିଶରେ ଆନ୍ସର ଅଛି ବହୁତ ଭଲସେ ବୁଝେଇଦେଲି। ଯଦି ଆହୁରି କିଛି ପ୍ରୋବ୍ଲେମ ହଉଛି ଇଂଲିଶରେ, ତମର 10th କ୍ଲାସର ଇଂଲିଶରେ ମତେ କମେଣ୍ଟରେ ଜଣାଅ, ମୁଁ ତମ ପାଇଁ ଡିଟେଲ୍ସ ନେଇ ଆସିବି, କେହି ବି ଡରନି ସେଥିପାଇଁ। ଠିକ ଅଛି, ତ ଚ୍ୟାନେଲକୁ ସବସ୍କ୍ରାଇବ କର, ଠିକ ଅଛି, ଚ୍ୟାନେଲକୁ ସବସ୍କ୍ରାଇବ କର, ପାଖରେ ବେଲ ନୋଟିଫିକେସନ ଅଲ୍ ରେ କ୍ଲିକ୍ କରି ଲାଇକ୍ କର, ସାଙ୍ଗମାନେ ସେୟାର କର। ଦେଖା ପିଲାମାନେ ଆଉ ଏକ ନୂଆ ଭିଡିଓରେ ଆଉ ଏକ କ୍ୱେଶ୍ଚିନ୍ ଆନ୍ସର ଆଉ ତୁମମାନଙ୍କର ଅଲଗା କିଛି ନ୍ୟୁଜ ଏଜୁକେସନ ରିଲେଟେଡ୍ ଅପଡେଟ୍ ସହ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।